ନମସ୍କାର। ମୁଁ ହର୍ଷ ପରିଛା ମୋର ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଏହି ଭିଡ଼ିଓରେ ଆମେ ଆଲୋଚନା କରିବା ସୂଚନା ଅଧିକାର ଅଧିନିୟମର ଧାରା 16ର ଉପଧାରା 1, 2, 3 ଏବଂ 4 ଉପରେ ଆଲୋଚନା କରିବା। କିନ୍ତୁ ତା ପୂର୍ବରୁ ମୁଁ ଆପଣମାନଙ୍କୁ ଅନୁରୋଧ କରିବି, କାଇଣ୍ଡଲି ଭିଡ଼ିଓଟିକୁ ଆପଣମାନେ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବା ହେବେ ଏବଂ ଭିଡ଼ିଓଟିକୁ ଲାଇକ୍ ସେୟାର କରିବାକୁ ଭୁଲିବେ ନାହିଁ, କାରଣ ଆପଣମାନଙ୍କର ସବସ୍କ୍ରାଇବ୍ ଆମକୁ ଗୋଟେ ଗୋଟେ ଇନ୍ସପିରେସନ୍ ଯୋଗାଉଛି, ଯଦ୍ୱାରା ଆମେ ନୂଆ ନୂଆ ତଥ୍ୟ ନେଇ ଭିଡ଼ିଓ ଉପସ୍ଥାପନ ଆପଣମାନଙ୍କ ସମ୍ମୁଖରେ କରିବା ପାଇଁ ଆମକୁ ମନ ବଳଉଛି। ତେଣୁକରି ଆପଣମାନଙ୍କୁ ଅନୁରୋଧ କରୁଛି ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଥ୍ୟାଙ୍କ ୟୁ। ତେବେ ଆସନ୍ତୁ ଆଜିର এই ଭିଡ଼ିଓରେ ଆମେ ଆଲୋଚନା କରିବା ଯେ ସେକ୍ସନ 16 ସୂଚନା ଅଧିକାର ଅଧିନିୟମର ସେକ୍ସନ 16 କ'ଣ କହୁଛି। ସେକ୍ସନ 16 କହୁଛି ଯେ ଟର୍ମସ ଅଫ ଅଫିସ ଆଣ୍ଡ କଣ୍ଡିସନ୍ସ ଅଫ ସର୍ଭିସ। ଯେଉଁ ସୂଚନା ରାଜ୍ୟ ସୂଚନା ଆୟୋଗ ଗଠନ ଗଠନ କରାଗଲା ବା ଗଠିତ କରାହେଲା, ସେଇଥିରେ ଯେଉଁମାନେ ଆପଣଙ୍କର ଚିଫ୍ ଇନଫର୍ମେସନ କମିଶନ ହିସାବରେ ବା ଷ୍ଟେଟ୍ ଇନଫର୍ମେସନ କମିଶନ ହିସାବରେ ଯେଉଁମାନେ ବି ଆପଣଙ୍କର ଅବସ୍ଥାପିତ କରିବେ, ସେମାନଙ୍କର ଟର୍ମ ଆଣ୍ଡ କଣ୍ଡିସନ କ'ଣ, ସେମାନେ କେଉଁ କେଉଁ ସେବା କାର୍ଯ୍ୟ ପ୍ରଦାନ କରିବେ, ତାର ତମାମ ବିବରଣୀ ଉପରେ ଆମେ ଆଲୋଚନା କରିବା। ତେବେ ସେକ୍ସନ 16ର ଉପସେକ୍ସନ 1 କ'ଣ କହୁଛି ନା ଦି ଷ୍ଟେଟ୍ ଚିଫ୍ ଇନଫର୍ମେସନ କମିଶନର ସାଲ୍ ହୋଲ୍ଡ ଅଫିସ ଫର ଦ ପିରିୟଡ଼ ଫର ଦ ଟର୍ମ ଅଫ, ଆଗରୁ ଥିଲା ମୂଳ ଆକ୍ଟରେ ଅଛି ଯୋଉଟା 5 years, କିନ୍ତୁ ବର୍ତ୍ତମାନ ଆପଣଙ୍କର 2019 ଆମେଣ୍ଡମେଣ୍ଟ ଆକ୍ଟ 2019 ଏବଂ ଆମେଣ୍ଡମେଣ୍ଟ ରୁଲ 2019 ଅନୁସାରେ ବର୍ତ୍ତମାନ ଆଉ 5 ବର୍ଷ ନେଇ ସେଇଟା ହେଉଛି 3 years ପର୍ଯ୍ୟନ୍ତ ଫ୍ରମ୍ ଦ ଡେଟ୍ ଅଫ୍ ଅନ୍ ହ୍ୱିଚ୍ ହି ଏଣ୍ଟର୍ସ ଅପନ୍ ହିସ୍ ଅଫିସ୍ ଆଣ୍ଡ ସାଲ୍ ନଟ୍ ବି ଇଲିଜିବୁଲ ଫର୍ ରିଆପଏଣ୍ଟମେଣ୍ଟ। ଅର୍ଥାତ୍ କହିବାକୁ ଗଲେ ଯେତେବେଳେ ଆପଣଙ୍କର ଚିଫ୍ ଇନଫର୍ମେସନ କମିଶନ ଆପଣଙ୍କର ସେକ୍ସନ 16ର ଉପଧାରା 1 ଅନୁସାରେ ଯେ ସେତେବେଳେ ନିଯୁକ୍ତି ପ୍ରାପ୍ତ କରୁଛନ୍ତି କେବଳ 3 ବର୍ଷ ପାଇଁ, ଏବଂ 3 ବର୍ଷ ସରିଲା ପରେ ସେ ଆଉ ପୁନଃ ନିଯୁକ୍ତି ପାଇପାରିବେ ନାହିଁ ବା ପୁନଃ ନିଯୁକ୍ତି ହେଇପାରିବେ ନାହିଁ। ଏଇଟା ହଉଛି ସେକ୍ସନ 16ର ଉପସେକ୍ସନ 1 କହୁଛି। ପ୍ରୋଭାଇଡେଡ ଦଟ୍ no state chief information commissioner shall hold office such as attend the age of 65 years। ସେତେବେଳେ କ'ଣ ଥିଲା ନା ଆପଣଙ୍କର ଯେହେତୁ 60 ବର୍ଷ ପରେ ଆପଣଙ୍କର 5 ବର୍ଷ ଥିଲା ୟାର ମୁଖ୍ୟ ୟା ପୂର୍ବରୁ ଆମେଣ୍ଡମେଣ୍ଟ ରୁଲ ବା ଆମେଣ୍ଡମେଣ୍ଟ ଆକ୍ଟ 2019 ପୂର୍ବରୁ ଆପଣଙ୍କୁ 5 ବର୍ଷ ଥିଲା, ତେଣୁକରି 65 କରାହେଇଥିଲା। କିନ୍ତୁ ବର୍ତ୍ତମାନ ତାଙ୍କୁ ଯେତେ ବର୍ଷ ହେଇଥାଉ, 60 ବର୍ଷ ହେଇଥାଉ, ମନେକର 60 ବର୍ଷ ଜଏନ୍ କଲେ 3 ବର୍ଷ ହିଁ କାମ କରିବେ 63 ପର୍ଯ୍ୟନ୍ତ। ଆଉ ଦ୍ୱିତୀୟବାର ସେ ନିଯୁକ୍ତି ପାଇପାରିବେ ନାହିଁ ବା ପୁନର୍ବାର ସେ ଆପଏଣ୍ଟମେଣ୍ଟ ପାଇପାରିବେ ନାହିଁ। ସେଇଠି ଥିଲା ଆପଣଙ୍କର 65 years, କିନ୍ତୁ ବର୍ତ୍ତମାନ ଆପଣଙ୍କର ଯଦି ସେ 60 ପରେ ଯଦି ଚାକିରିରେ ଆପଣଙ୍କର ନିୟୋଜିତ ହେଉଛନ୍ତି ତାହେଲେ 63 ପର୍ଯ୍ୟନ୍ତ କରିବେ। ଅର୍ଥାତ୍ 3 ବର୍ଷ ପରେ 3 ବର୍ଷ ହିଁ କାର୍ଯ୍ୟ କରିବେ, ତାପରେ ଆଉ ସେ ରିଆପଏଣ୍ଟମେଣ୍ଟ କରିପାରିବେ, ଆପଏଣ୍ଟମେଣ୍ଟ ହେଇପାରିବେ ନାହିଁ। ତେବେ ସେକ୍ସନ 16ର ଉପସେକ୍ସନ 2 କ'ଣ କହୁଛି ନା ଏଭ୍ରି ଷ୍ଟେଟ୍ ଇନଫର୍ମେସନ କମିଶନ shall hold office for the term of, ଯୋଉଟା କି ଚିଫ୍ ଇନଫର୍ମେସନ କମିଶନର ଟର୍ମ ଆଣ୍ଡ କଣ୍ଡିସନ ଯାହା, ଷ୍ଟେଟ୍ ଇନଫର୍ମେସନ କମିଶନର ଟର୍ମ କଣ୍ଡିସନ ମଧ୍ୟ ତାହା, ଯୋଉଟା କି ଆପଏଣ୍ଟମେଣ୍ଟ କ୍ଷେତ୍ରରେ ଏ ମୂଳ ଆକ୍ଟରେ ଥିଲା ଆପଣଙ୍କର 5 ବର୍ଷ ୟା ପୂର୍ବରୁ। କିନ୍ତୁ ଯେତେବେଳେ ଆମେଣ୍ଡମେଣ୍ଟ ହେଲା 2019 ଆମେଣ୍ଡମେଣ୍ଟ ଆକ୍ଟ ଏବଂ ରୁଲ ପ୍ରକାରେ ଆପଣଙ୍କର 3 ବର୍ଷ ପର୍ଯ୍ୟନ୍ତ ଜଣେ ଷ୍ଟେଟ୍ ଇନଫର୍ମେସନ କମିଶନ ତାଙ୍କ ଜଏନ୍ ହେବା ଠାରୁ କାର୍ଯ୍ୟକାଳ କରିବେ। ଏବଂ ଆଉ ଗୋଟେ 65 ବୋଲି ଯୋଉ ଲେଖା ହେଇଛି 65 years ପର୍ଯ୍ୟନ୍ତ, 65 years ପର୍ଯ୍ୟନ୍ତ ବର୍ତ୍ତମାନ ନୁହେଁ। ବର୍ତ୍ତମାନ କ'ଣ ନା ସେ ଯଦି 60ରେ ଯଦି ଜଏନ୍ କରିଛନ୍ତି 63 ପର୍ଯ୍ୟନ୍ତ ଜଏନ୍। ଯଦି ଆପଣଙ୍କର ସେ 63ରେ କରିଛନ୍ତି ବା 62ରେ କରିଛନ୍ତି 65 ପର୍ଯ୍ୟନ୍ତ କରିବେ। ଅର୍ଥାତ୍ 3 ବର୍ଷ ହିଁ ସେ କାର୍ଯ୍ୟକ୍ରମ କରିପାରିବେ। 3 ବର୍ଷ ଥରେ ଆପଏଣ୍ଟମେଣ୍ଟ ହେଲା ପରେ ଆଉ ସେ ଇଲିଜିବୁଲ ହେଇପାରିବେନି ଦ୍ୱିତୀୟବାର ଆପଣଙ୍କର କ'ଣ ଆପଏଣ୍ଟମେଣ୍ଟ ହେବା, ପୁନଃ ଆପଏଣ୍ଟମେଣ୍ଟ ପାଇଁ ବା ରିଆପଏଣ୍ଟମେଣ୍ଟ ହେଇପାରିବେ ନାହିଁ। ଯେମିତି ଚିଫ୍ ଇନଫର୍ମେସନ କମିଶନଙ୍କର ଯେମିତି ଷ୍ଟେଟ୍ ଇନଫର୍ମେସନ କମିଶନଙ୍କୁ ମଧ୍ୟ ସେଇଭଳିଆ। ପ୍ରୋଭାଇଡେଡ ଦ୍ୟାଟ୍ ଦ ଷ୍ଟେଟ୍ ଇନଫର୍ମେସନ କମିଶନର shall on vacating his office under this subsection being eligible for appointment of as the state chief information commissioner in the manner specified in the subsection 3 of the section 15। ଅର୍ଥାତ୍ କହିବାକୁ ଗଲେ ଯଦି ଚିଫ୍ ଇନଫର୍ମେସନ କମିଶନର ପୋଷ୍ଟ ଯଦି ଖାଲି ଅଛି, ତାହେଲେ ଜଣେ ଯଦି ଆପଣଙ୍କର ଷ୍ଟେଟ୍ ଇନଫର୍ମେସନ କମିଶନର ଅଛନ୍ତି ତାହେଲେ ସେ ତାଙ୍କ ପଦବୀରୁ କ'ଣ ରିଜାଇନ୍ ଦେଇକି ଆପଣଙ୍କର ସେକ୍ସନ 15ର ଉପସେକ୍ସନ 3 ପ୍ରକାର ଚିଫ୍ ଇନଫର୍ମେସନ କମିଶନ ମଧ୍ୟ ହେଇପାରିବେ। ଏଇଟା ପ୍ରାବଧାନ ଅଛି ବା ଏଇଟା ଆକ୍ଟରେ ଅଛି। ତେବେ ଆପଣଙ୍କର ଆଉ ଗୋଟେ ଜିନିଷ ଅଛି କ'ଣ ନା ପ୍ରୋଭାଇଡେଡ ଦ୍ୟାଟ୍ further that where the state information commission is appointed as the state chief information commissioner, his or her term of office shall not be more than 3 years in aggregates।
ଅର୍ଥାତ ସେ ଯଦି ଆପଣଙ୍କର ଚିଫ୍ ଇନଫର୍ମେସନ କମିଶନ ହେଲେ ତଥାପି ତାଙ୍କର ଏଗ୍ରିଗେଟ୍ ମାନେ ଇୟର ସବୁ ଆଟେଣ୍ଡ ଯେ କେତେ ବର୍ଷ ପର୍ଯ୍ୟନ୍ତ ସେ କାମ କରିବେ 3 ବର୍ଷ ମାତ୍ର। ଆଗରୁ ଥିଲା 5 ବର୍ଷ, ଏବେ ଅଛି ଆପଣଙ୍କର 3 ବର୍ଷ ପର୍ଯ୍ୟନ୍ତ ହିଁ ସେ କାର୍ଯ୍ୟକାଳରେ କାଳାବଧିରେ କାର୍ଯ୍ୟକ୍ରମ କରି ରିଟାୟାର୍ଡ ହେଇପାରିବେ। এইটা হচ্ছে বা স্টেট ইনফরমেশন কমিশনর এন্ড দা চিফ ইনফরমেশন কমিশনর ଟର୍ମ ଆଣ୍ଡ କଣ୍ଡିସନ ଯୋଉଟା ନିଯୁକ୍ତି ପ୍ରାପ୍ତ ହେଲା ପରେ। ତାପରେ 3 କଣ କହୁଛି? ଦି ଷ୍ଟେଟ୍ ଚିଫ୍ ଇନଫରମେସନ କମିଶନର or a state information commissioner shall before the enter upon his office marked as a subscribe before the governor or more some other person appointed by him in that behalf an oath of affirmation according to the form set out for the purpose in the first schedule। ଅର୍ଥାତ୍ କହିବାକୁ ଗଲେ ସେକ୍ସନ 16 ର ଉପସେକ୍ସନ 3 କହୁଛି ଯେତେବେଳେ ସେମାନେ କାର୍ଯ୍ୟରେ ଯୋଗ ଦେବେ ସେହି ସମୟରେ ଗଭର୍ଣ୍ଣରଙ୍କ ଦ୍ୱାରା ବା ରାଜ୍ୟପାଳଙ୍କ ଦ୍ୱାରା ବା ରାଜ୍ୟପାଳଙ୍କ ଦ୍ୱାରା ଆପଏଣ୍ଟେଡ୍ ହେଇଥିବା ବ୍ୟକ୍ତିଙ୍କ ଦ୍ୱାରା ସେ କଣ ଶପଥ ପାଠ ଗ୍ରହଣ କରି ଆପଣଙ୍କର ଆପଏଣ୍ଟମେଣ୍ଟ ପାଇବେ ଏବଂ ସେ ସ୍ୱାକ୍ଷର କରିବେ। ସ୍ୱାକ୍ଷର ଖାତାରେ ବା ସ୍ୱାକ୍ଷର ରେଜିଷ୍ଟର ଯୋଉ ଥାଏ ଆପଏଣ୍ଟମେଣ୍ଟ ରେଜିଷ୍ଟରରେ ସେ ସ୍ୱାକ୍ଷର କରିବେ। ସେଇ ଦିନ ଠାରୁ ସେ କାଳାବଧି 3 ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ରମରେ ଯୋଗ ଦେବେ ବା କାର୍ଯ୍ୟକ୍ରମ କରିବେ। ଏଇଟା ସେକ୍ସନ 16 ର ଉପସେକ୍ସନ 3 କହୁଛି। ତେବେ 4 କଣ କହୁଛି? ଦି ଷ୍ଟେଟ୍ ଚିଫ୍ ଇନଫରମେସନ କମିଶନର ଅର ଷ୍ଟେଟ୍ ଇନଫରମେସନ କମିଶନର may at any time writing under his hand address to the governor resign from his office। ଅର୍ଥାତ ସେ ଯଦି ଚାହିଁଲେ ଭଲ ଲାଗୁନି ତାଙ୍କୁ ସେ କାର୍ଯ୍ୟକ୍ରମ କରିବା ପାଇଁ ବା ତାଙ୍କର କୌଣସି ଗୋଟେ ଅସୁବିଧା ହେଲା ତାହେଲେ ଲିଖିତ ଆକାରରେ ରାଜ୍ୟପାଳଙ୍କୁ ରିଜାଇନ ପତ୍ର ଲିଖିତ ଆକାରରେ ରିଜାଇନ ଦେଇକି ଆପଣଙ୍କର ପଦବୀରୁ ସେ ତାଙ୍କ ନିଜ ପଦବୀରୁ ଅବସର ହେଇପାରିବେ ବା ଅପସାରଣ ହେଇପାରିବେ ବା ଅବସର ନେଇପାରିବେ ବା ରିଜାଇନ କରିପାରିବେ। এইটা হচ্ছে চিফ ইনফরমেশন কমিশন বা স্টেট ইনফরমেশন কমিশন ମାନଙ୍କର ଯଦି ଇଚ୍ଛା ନାହିଁ ବା ସେମାନଙ୍କର କୌଣସି ଅସୁବିଧା ହେଲା ସେଠି ରହିବା ପାଇଁ ବା ସେ କାର୍ଯ୍ୟ କରିବା ପାଇଁ ତାହେଲେ ଗଭର୍ଣ୍ଣର ବା ରାଜ୍ୟପାଳଙ୍କୁ କଣ ରିଜାଇନ ପତ୍ର ଦେଇକି ସେମାନେ ପଦବୀରୁ ଅପସାରିତ ହେଇପାରିବେ। Provided that the state chief information commissioner or state information commissioner may be removed in the manner specified under section 17। section 17 ରେ ଆମେ ଜାଣିଛୁ ଯେ ଯଦି କିଛି ସେମାନେ ନିର୍ଲିପ୍ତ ଭାବରେ କାର୍ଯ୍ୟ କଲେ ନାହିଁ ବା ଆପଣଙ୍କର କିଛି ପଦମର୍ଯ୍ୟାଦାର ଠିକ ସଦୁପଯୋଗ କଲେ ନାହିଁ ବା ବିଭିନ୍ନ ସ୍କାଣ୍ଡାଲରେ ସେମାନେ ସାମିଲ ହେଲେ ବା ବିଭିନ୍ନ ପ୍ରକାର ମିସବିହେଭ କଲେ ବା ସେମାନେ ଅନ୍ୟାନ୍ୟ ପ୍ରଫିଟ୍ ଅର୍ଗାନାଇଜେସନ ସହିତ ଏଇ ଏଇଠି ଉପସ୍ଥିତ ମାନେ ଏଇଠି ଆପଣମାନଙ୍କର ଆପଏଣ୍ଟମେଣ୍ଟ ପାଇଲା ପରେ ମଧ୍ୟ ସେଇ କାର୍ଯ୍ୟକ୍ରମରେ ଯୋଗ ଦେଇକି ପଇସା ପାଉଛନ୍ତି ସେଇ କର୍ପୋରେଟ ସେକ୍ଟରରୁ ବା ଅନ୍ୟ ଗୋଟେ ପଦବୀରୁ ତାହେଲେ ତାଙ୍କୁ କଣ କରାଯିବ ନା ଆପଣଙ୍କର ସେକ୍ସନ 17 ପ୍ରକାରେ ବହିଷ୍କାର କରାଯିବ। କାହାକୁ? ଚିଫ୍ ଇନଫରମେସନ କମିଶନ କିମ୍ବା ଷ୍ଟେଟ୍ ଇନଫରମେସନ କମିଶନକୁ। ଏଇଟା ହଉଛି ଆପଣମାନଙ୍କର ସେକ୍ସନ 16 ର ଉପସେକ୍ସନ 1, 2, 3 ଏବଂ 4 ଅର୍ଥାତ ଟର୍ମ ଆଣ୍ଡ କଣ୍ଡିସନ। କହିବାକୁ ଗଲେ ମୁଖ୍ୟତଃ ଭାବରେ ଚିଫ୍ ଇନଫରମେସନ କମିଶନ ବା ଷ୍ଟେଟ୍ ଇନଫରମେସନ କମିଶନ ଆପଏଣ୍ଟମେଣ୍ଟ ହେବା ଦିନ ଠାରୁ ଆପଣଙ୍କର 3 ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାମ କରିବେ ଏବଂ ସେମାନେ ଯେବେ ଆପଏଣ୍ଟମେଣ୍ଟ ହେଉଛନ୍ତି ଗଭର୍ଣ୍ଣରଙ୍କ ଦ୍ୱାରା ଶପଥ ପାଠ କରିବେ ବା ଗଭର୍ଣ୍ଣର ଯାହାକୁ ଆପଏଣ୍ଟମେଣ୍ଟ କରିଥିବେ ତାଙ୍କ ଦ୍ୱାରା ଶପଥ ପାଠ କରିବେ ଏବଂ ଶପଥ ପାଠ କଲା ପରେ ଆପଏଣ୍ଟମେଣ୍ଟ ରେଜିଷ୍ଟରରେ ଆପଣଙ୍କର ସିଗ୍ନେଚର କରିବେ। ସେଇ ଦିନ ଠାରୁ ସେମାନଙ୍କର କାର୍ଯ୍ୟକ୍ରମ କରିବେ ଏବଂ ତାଙ୍କର ଯଦି ଇଚ୍ଛା ନାହିଁ କାର୍ଯ୍ୟକ୍ରମ କରିବା ପାଇଁ ବା ସେଥିରେ ଆପଏଣ୍ଟମେଣ୍ଟ ହେଇକି ରହିବା ପାଇଁ ତାହେଲେ ଗଭର୍ଣ୍ଣର ବା ରାଜ୍ୟପାଳଙ୍କୁ ଆପଣଙ୍କ ଲିଖିତ ଆକାରରେ ଗୋଟେ ରିଜାଇନ ପତ୍ର ଦେବେ ଏବଂ ନିଜ ପଦବୀରୁ ଅପସାରିତ ହେବେ। ତ ଏଇଭଳି ଭାବରେ ଆପଣଙ୍କର ସେକ୍ସନ 16 ପ୍ରତିପାଦନ କରେ ବା ସେକ୍ସନ 16 ବୁଝାଏ। ତ ଆପଣମାନେ ଭିଡ଼ିଓଟି ଭଲ ଭାବରେ ଦେଖିଥିବେ ଏବଂ ମୁଁ ଆଶା କରୁଛି ଏଇ ଭିଡ଼ିଓଟିକୁ ଲାଇକ୍ ସେୟାର ସବସ୍କ୍ରାଇବ କରିବାକୁ ଭୁଲିବେ ନାହିଁ। ଥ୍ୟାଙ୍କ ୟୁ ସୋ ମଚ୍। ନମସ୍କାର।